ଆଜି ଗୋଦାମରେ ମତେ ସାର୍ ଗୋଟେ ଜିନିଷ ଖୋଜିବା ପାଇଁ କହିଥିଲେ। ମୁଁ ତାକୁ ଖୋଜି ଖୋଜି ଟୋଟାଲି ମିଳିଲା ନାହିଁ। କଣ ଖୋଜୁଥିଲି ମୁଁ ଜାଣିବା ପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ହ୍ୟାଲୋ ଗାଇସ୍, ମୋ ନାଁ ହଉଛି ରାହୁଲ। ମୁଁ ଇରପୁଲ ଗୋଦାମରେ ଜବ୍ କରେ। ତ ଆପଣମାନେ ଦେଖିପାରୁଥିବେ ମୁଁ ଏବେ ଘରେ ଅଛି। ମୌସମ ବି ପୁରା ଠିକ ଠାକ ଅଛି। ମୁଁ ଏବେ ଯାଉଛି ଗୋଦାମକୁ। ଏବେ ଜଷ୍ଟ ଆସିକି ମୁଁ ଗୋଦାମରେ ପହଞ୍ଚିଛି ନା ନାହିଁ ଉପରକୁ ପଳେଇ ଆସିଲି ଅଫିସ ରୁମକୁ କଣ ବିଲ୍ ହେଇଛି ଦେଖିବା ପାଇଁ। ଆପଣମାନେ ଦେଖିପାରୁଥିବେ ମତେ ଏବେ ବିଲ୍ ଧରେଇକି ପଠେଇ ଦେଇଛନ୍ତି ମାଲ ଖୋଜିବା ପାଇଁ। ମୁଁ ଏବେ ମାଲ ଖୋଜୁଛି। ମତେ ବହୁତ ସାରା ଲିଷ୍ଟ ଦେଇଥିଲେ ମାଲ ଖୋଜିବା ପାଇଁ। ମୁଁ ବହୁତ ସାରା ମାଲ ଖୋଜିକି ବାହାର ବି କରିଦେଇଥିଲି। ଆପଣମାନେ ଦେଖିପାରୁଥିବେ ମୁଁ ବିନ୍ ବୋଟଲ ବାହାର କରିଦେଇଛି, ଯାଉଛି ପିସିବି ଆଣିବା ପାଇଁ ଏବେ। ଆଉ ସାଙ୍ଗମାନେ ଦେଖିପାରୁଥିବେ ମୁଁ ଏବେ ସେ ପିସିବି କୁ ବି ଖୋଜିକି ନେଇଯାଇଛି। ଏଠି ସବୁ ମାଲକୁ ବାହାର କରିଦେଇଛି, ଗୋଟେ କାର୍ଟୁନରେ ଆଣିକି ରଖିଦେଇଛି। ଆଉ କିଛି ବି ନାହିଁ। ମୁଁ ଏବେ ବସିଛି ଜଷ୍ଟ କୋରିୟର ଭାଇଙ୍କୁ ଅପେକ୍ଷା କରିଛି। ଏଠି ମୋ କତିକି ଏବେ ବିଲ୍ ବି ପଳେଇ ଆସିଛି। ଯେହେତୁ ରାକେଶ ଭାଇ ଆସିନାହାନ୍ତି ମତେ ସବୁ କିଛି କୁ ହ୍ୟାଣ୍ଡେଲ କରିବାକୁ ପଡିବ। ତ କୋରିୟର ଭାଇ ବି ପଳେଇ ଆସିଛନ୍ତି। ମୁଁ ମାଲ ସବୁ ବାହାର କରିକି ଦେଇଦେଇଛି। କୋରିୟର ଭାଇ ସବୁ ଡକେଟ ବି କାଟି ସାରିଲାଣି। ମୁଁ ଟିକେ ତାଙ୍କୁ ଏବେ ହେଲ୍ପ କରିଦଉଛି। ମୋର ସବୁ କାମ ଏବେ ସରିଯାଇଥିଲା। କୋରିୟର ଭାଇକୁ ବିଦା ବି କରିଦେଇଥିଲି। ଲାଷ୍ଟକୁ ମତେ ବାଦଲ ଭାଇ କହିଲେ ଯାଉ ଗୋଟେ ମଟର ଖୋଜିକି ନେଇକି ଆସିବ। ତ ମୁଁ ଏବେ ପଳେଇ ଆସିଲି ମାଲ ଖୋଜିବା ପାଇଁ। ଆପଣମାନେ ଦେଖିପାରୁଥିବେ ସବୁ ର୍ୟାକ୍ ମାନଙ୍କରେ ଦେଖିଲି କିନ୍ତୁ କୋଉଠି ବି ମତେ ମଟନ ମିଳିଲା ନାହିଁ। ଲାଷ୍ଟକୁ ମୋ ମୁଣ୍ଡ ଖରାପ ହେଇଗଲା। ମୁଁ ଏଠୁ ପଳେଇ ଆସିଲି ଘରକୁ। ତ ଆଜିର ମିନି ବ୍ଲଗ ଏତିକି, ଦେଖା ହବ ନେକ୍ସଟ ବ୍ଲଗରେ। ବାଏ।